ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ପ୍ରତିଟି ହୃଦୟର ସ୍ପନ୍ଦନ, ପ୍ରତ୍ୟେକ ଜୀବନର ଜୀବନ ସତ୍ତା। ତାଙ୍କ ନାମ ଆଜି ପ୍ରକମ୍ପିତ ହୋଇ ଉଠିଛି ଗାଁ ଗାଁରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚଳିତ ମାସ 17 ତାରିଖରେ ଲୋକାର୍ପିତ ହେବ। ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ରହିବେ ପ୍ରତିଟି ଓଡ଼ିଆ। ସମସ୍ତଙ୍କ ପ୍ରାଣରେ ସଞ୍ଚରିତ ହେବ ଜୟ ଜଗନ୍ନାଥ ଧ୍ୱନି। ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନାକୁ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟରେ ଗଡ଼ିଛି ଅର୍ପଣ ରଥ। ଏହା ପ୍ରତ୍ୟେକ ଗ୍ରାମର ପ୍ରତିଟି ଘରୁ ପ୍ରଭୁଙ୍କୁ ସମର୍ପଣ ଓ ସଂକଳ୍ପର ଅସ୍ମିତାର ପ୍ରତୀକ ଅକ୍ଷତ ଓ ଗୁଆ ସଂଗ୍ରହ କରୁଛି। ପୁରୀ ଜିଲ୍ଲାର 11ଟି ବ୍ଲକର 268 ପଞ୍ଚାୟତର ଗ୍ରାମ ସମୂହରୁ ଅର୍ପଣ ରଥ ମାଧ୍ୟମରେ ଏହି ଅକ୍ଷତ ବା ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହେଉଛି। ଆଜି ପ୍ରଥମ ଦିନରେ ଜିଲ୍ଲାରେ 25ଟି ପଞ୍ଚାୟତ ବୁଲିଛି ଅର୍ପଣ ରଥ। ସଦର ବ୍ଲକର ଗୋପୀନାଥପୁର, କାଶୀ ହରିପୁର, ମାଳତୀ ପାଟପୁର, ତାଳଜଙ୍ଗା ପଞ୍ଚାୟତ, କଣାସ ବ୍ଲକର ଗଡ଼ ସାନପୁଟୁ ଓ ଅଁଳାଯୋଡ଼ି ପଞ୍ଚାୟତ, କାକଟପୁର ବ୍ଲକର କାକଟପୁର ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ପଞ୍ଚାୟତ, ନିମାପଡ଼ା ବ୍ଲକର ଭୋଗସଳଦା ପଞ୍ଚାୟତ, ଗୋପ ବ୍ଲକର ଛଇତନା ପଞ୍ଚାୟତ, ବ୍ରହ୍ମଗିରି ବ୍ଲକର ଆମ୍ବପଡ଼ା ଓ ଡିମିରିସେଣା ପଞ୍ଚାୟତ, ପିପିଲି ବ୍ଲକର ପାଣିଦୋଳ, ଦାଣ୍ଡ ମୁକୁନ୍ଦପୁର, ତେଇଶପୁର ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ଆଳସାହି, ଅଳଙ୍ଗପୁର, ନାଗର, ନଈଗୁଆଁ, ଅସ୍ତରଙ୍ଗ ପଞ୍ଚାୟତ, ଡେଲାଙ୍ଗ ବ୍ଲକର ସୁଜନପୁର ପଞ୍ଚାୟତ, ସତ୍ୟବାଦୀ ବ୍ଲକର ସୁକଳ ଓ ଡୁଗଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଜି ଅର୍ପଣ ରଥ ପରିକ୍ରମା କରିଥିଲା। ଏହି ରଥକୁ ପ୍ରତି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ମିଳିଥିଲା। ପରିକ୍ରମା ପ୍ରକଳ୍ପର ଡିଜାଇନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି, ସଂକୀର୍ତ୍ତନ, ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଗ୍ରାମଗୁଡ଼ିକ। ସ୍ୱତଃପୂତ ଭାବେ ପ୍ରତି ଗୃହରୁ ମା'ମାନେ ଅକ୍ଷତ ଓ ଗୁଆ ଉଦ୍ଦିଷ୍ଟ ପାତ୍ରରେ ଅର୍ପଣ କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।